କରଞ୍ଜିଆ ଓ ବହଳଦା ଅବକାରୀ ଚଢ଼ାଉ 8 ଜଣ କୋର୍ଟ ଚାଲାଣ। ବିପୁଳ ପରିମାଣର ମହୁଲି ମଦ ଜବତ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମହୁଲ ମଦ ଜବତ କରାଯିବା ସହ ଓ ପୋଚ ନଷ୍ଟ କରାଯାଇଛି। ଏଥିରେ ସମ୍ପୃକ୍ତ 8 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କରଞ୍ଜିଆ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶମତେ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ, ଯଶୀପୁର ଓଆଇସି ଶୁଭଦର୍ଶିନୀ ସାହୁ, ଠାକୁରମୁଣ୍ଡା ଓଆଇସି ଭାରତୀ ନାୟକ, ଶୁକ୍ରୁଳି ଓଆଇସି କୃଷ୍ଣଚନ୍ଦ୍ର ବିନ୍ଧାଣୀ, ଆଇ ଫୁଲମଣି ନାୟକ, କନଷ୍ଟେବଳ ଅଂଶୁମାନ ପରିଡ଼ା, ଆଲୋକ ସୁତାରଙ୍କ ସହଯୋଗରେ କରଞ୍ଜିଆ ବ୍ଲକ ବାଟପଳସା, କୁମ୍ଭାରସାହି ଓ ବଣକାଟି ଗାଁ ନିକଟରେ ଥିବା ନାଳ ଓ ଭାଲିଆନାଳ ଓ ଗୋପାଳପୁର ପାହାଡ଼ ନିକଟରେ ଥିବା ଜଙ୍ଗଲରେ ମଦ ରନ୍ଧା ଯାଉଥିବା ଖବର ପାଇ ଚଢ଼ାଉ କରିଥିଲେ। ମହୁଲି ମଦ ପ୍ରସ୍ତୁତି କରୁଥିବା ଲୋକମାନେ ଜାଣିପାରି ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ଅବକାରୀ ବିଭାଗ ସେଠାରୁ 850 ଲିଟର ମହୁଲି ମଦ ଓ 15,000 କିଲୋ ପୋଚ ଜବତ କରି ନଷ୍ଟ କରିଥିଲେ। ମଦ ତିଆରି ଉପକରଣମାନ ଜବତ କରିଥିଲେ। ସେହିପରି କାଳିଚରଣ ବେହେରା, ବିଶ୍ୱଜିତ ବେହେରା ଓ ମାଲଦେ ସୋରେନଙ୍କ ନିକଟରୁ 30-40 ଲିଟର ଦେଶୀ ମଦ ଓ 400 କିଲୋ ପୋଚ ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଅବକାରୀ କେସ୍ ନମ୍ବର 110, 25/26 ଓ 111, 25/26 ଓ 112, 25/26ରେ ମାମଲା ରୁଜୁ ହୋଇଛି। ସେହିପରି ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବରଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ 527 ଲିଟର ଦେଶୀ ରନ୍ଧା ମଦ ସହ 3800 ଲିଟର ମହୁଲ ପୋଚ ଜବତ କରାଯାଇଥିବା ବେଳେ ଏହି ବେଆଇନ କାରବାରରେ ଜଡ଼ିତ 4 ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତିରିଂ ଥାନା ଅଞ୍ଚଳର ଲାଲୁ ସୋରେନ, ଜଟା ଗାଁର ଶ୍ରୀମାନ ସାମାଡ଼, ପୋଖରିଆ ଗ୍ରାମର ଧର୍ମାଲ ହେମ୍ବ୍ରମ ଓ ପଣ୍ଡୁପାଣି ଗ୍ରାମର ସାରଳା ପାତ୍ରା। ଜବତ ହୋଇଥିବା ମଦ ଓ ମହୁଲ ପୋଚର ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ, ବିଶୋଇ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରିଣୀ ପିଙ୍କି ମାରାଣ୍ଡି, ଉପନିରୀକ୍ଷକ ସୁଧାଂଶୁ କୁମାର ବେହେରା, କନେଷ୍ଟବଳ ସଞ୍ଜୀବ ମହାପାତ୍ରଙ୍କ ସମେତ ବହଳଦାର ସୁରେନ୍ଦ୍ର ସୋରେନ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ଏ ସଂକ୍ରାନ୍ତରେ ବହଳଦା ଅବକାରୀ ଥାନା ପକ୍ଷରୁ ପୃଥକ ମାମଲା ରୁଜୁ କରାଯାଇଛି। କରଞ୍ଜିଆ ଓ ବହଳଦା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମହୁଲ ମଦ ଜବତ କରାଯିବା ସହ ଓ ପୋଚ ନଷ୍ଟ କରାଯାଇଛି। ଏଥିରେ ସମ୍ପୃକ୍ତ 8 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କରଞ୍ଜିଆ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶମତେ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ, ଯଶୀପୁର ଓଆଇସି ଶୁଭଦର୍ଶିନୀ ସାହୁ, ଠାକୁରମୁଣ୍ଡା ଓଆଇସି ଭାରତୀ ନାୟକ, ଶୁକ୍ରୁଳି ଓଆଇସି କୃଷ୍ଣଚନ୍ଦ୍ର ବିନ୍ଧାଣୀ, ଆଇ ଫୁଲମଣି ନାୟକ, କନଷ୍ଟେବଳ ଅଂଶୁମାନ ପରିଡ଼ା, ଆଲୋକ ସୁତାରଙ୍କ ସହଯୋଗରେ କରଞ୍ଜିଆ ବ୍ଲକ ବାଟପଳସା, କୁମ୍ଭାରସାହି ଓ ବଣକାଟି ଗାଁ ନିକଟରେ ଥିବା ନାଳ ଓ ଭାଲିଆନାଳ ଓ ଗୋପାଳପୁର ପାହାଡ଼ ନିକଟରେ ଥିବା ଜଙ୍ଗଲରେ ମଦ ରନ୍ଧା ଯାଉଥିବା ଖବର ପାଇ ଚଢ଼ାଉ କରିଥିଲେ। ମହୁଲି ମଦ ପ୍ରସ୍ତୁତି କରୁଥିବା ଲୋକମାନେ ଜାଣିପାରି ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ଅବକାରୀ ବିଭାଗ ସେଠାରୁ 850 ଲିଟର ମହୁଲି ମଦ ଓ 15,000 କିଲୋ ପୋଚ ଜବତ କରି ନଷ୍ଟ କରିଥିଲେ। ମଦ ତିଆରି ଉପକରଣମାନ ଜବତ କରିଥିଲେ। ସେହିପରି କାଳିଚରଣ ବେହେରା, ବିଶ୍ୱଜିତ ବେହେରା ଓ ମାଲଦେ ସୋରେନଙ୍କ ନିକଟରୁ 30-40 ଲିଟର ଦେଶୀ ମଦ ଓ 400 କିଲୋ ପୋଚ ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଅବକାରୀ କେସ୍ ନମ୍ବର 110, 25/26 ଓ 111, 25/26 ଓ 112, 25/26ରେ ମାମଲା ରୁଜୁ ହୋଇଛି। ସେହିପରି ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବରଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ 527 ଲିଟର ଦେଶୀ ରନ୍ଧା ମଦ ସହ 3800 ଲିଟର ମହୁଲ ପୋଚ ଜବତ କରାଯାଇଥିବା ବେଳେ ଏହି ବେଆଇନ କାରବାରରେ ଜଡ଼ିତ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତିରିଂ ଥାନା ଅଞ୍ଚଳର ଲାଲୁ ସୋରେନ, ଜଟା ଗାଁର ଶ୍ରୀମାନ ସାମାଡ଼, ପୋଖରିଆ ଗ୍ରାମର ଧର୍ମାଲ ହେମ୍ବ୍ରମ ଓ ପଣ୍ଡୁପାଣି ଗ୍ରାମର ସାରଳା ପାତ୍ରା। ଜବତ ହୋଇଥିବା ମଦ ଓ ମହୁଲ ପୋଚର ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ, ବିଶୋଇ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରିଣୀ ପିଙ୍କି ମାରାଣ୍ଡି, ଉପନିରୀକ୍ଷକ ସୁଧାଂଶୁ କୁମାର ବେହେରା, କନେଷ୍ଟବଳ ସଞ୍ଜୀବ ମହାପାତ୍ରଙ୍କ ସମେତ ବହଳଦାର ସୁରେନ୍ଦ୍ର ସୋରେନ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ଏ ସଂକ୍ରାନ୍ତରେ ବହଳଦା ଅବକାରୀ ଥାନା ପକ୍ଷରୁ ପୃଥକ ମାମଲା ରୁଜୁ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।